ପିଲାମାନେ, ଆଜି ଆମେ ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କ ବିଷୟରେ କିଛି ଜାଣିବା। ତାହେଲେ ଆମର ଅଷ୍ଟମ ଶ୍ରେଣୀ ସଂସ୍କୃତ କଳିକାରେ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋଟିଏ ଚାପ୍ଟର ପଢ଼ିବା ପାଇଁ ଦେଇଛି। ତାହେଲେ ଆମେ ସେଇଟା ପଢ଼ିବା ପୂର୍ବରୁ ଆଗ ତାଙ୍କ ବିଷୟରେ କିଛି ଜାଣି ନେଇଥିବା, ଯାହାକି ପଢ଼ିଲା ବେଳେ ଆମକୁ ସାହାଯ୍ୟ କରିବ। ତାହେଲେ ଦେଖ, ଉତ୍କଳମଣି ଗୋପବନ୍ଧୁ ଦାସ ଯାହାଙ୍କର ଜନ୍ମ 9-10-1877 ମସିହାରେ ହୋଇଥିଲା। ହେଲା, 9-10-1877। ତାଙ୍କର ଜନ୍ମସ୍ଥାନ ହେଉଛି ଓଡ଼ିଶା ରାଜ୍ୟର ପୁରୀ ସହରରେ ଥିବା ସୁଆଣ୍ଡ ଗ୍ରାମ। ହେଲା, ସୁଆଣ୍ଡ ଗ୍ରାମ, ପୁରୀ ଜନପଦ, ଓଡ଼ିଶା ରାଜ୍ୟ ହେଲା ତାଙ୍କର ଜନ୍ମସ୍ଥାନ। ତାଙ୍କର ପିତାଙ୍କ ନାମ ଦଇତାରୀ ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀ। ତାଙ୍କର ପତ୍ନୀ ମୋତି ଦେବୀ। ହେଲା, ପିତା ଦଇତାରୀ ଦାସ, ମାତା ସ୍ୱର୍ଣ୍ଣମୟୀଙ୍କ ସୁଯୋଗ୍ୟ ସନ୍ତାନ ଏବଂ ତାଙ୍କର ପତ୍ନୀ ଥିଲେ ମୋତି ଦେବୀ। ସେ 1900 ମସିହାରେ ରେଭେନ୍ସା ମହାବିଦ୍ୟାଳୟ କଟକ, ଓଡ଼ିଶାରୁ FA ରେ ଉତ୍ତୀର୍ଣ୍ଣ ହୋଇଥିଲେ। FA ପାସ୍ କରିଥିଲେ। ହେଲା, ସେତେବେଳେ FA ଥିଲା, ତେଣୁ 1900 ମସିହାରେ ରେଭେନ୍ସା ମହାବିଦ୍ୟାଳୟ କଟକ, ଓଡ଼ିଶାରୁ ସେ FA ପାସ୍ କରିଥିଲେ। ତାପରେ ଓକିଲାତି ପଢ଼ିବା ପାଇଁ ବା ଓକିଲାତିରେ ଉତ୍ତୀର୍ଣ୍ଣ ହୋଇଥିଲେ 1906 ମସିହାରେ। ହେଲା, 1906 କଲକାତା ବିଶ୍ୱବିଦ୍ୟାଳୟରୁ ସେ BL ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ତାଙ୍କର ଆମର ଦେଶ ପାଇଁ ଅନେକ ଅବଦାନ ମଧ୍ୟ ରହିଛି। ସତ୍ୟବାଦୀ ବନ ବିଦ୍ୟାଳୟ ଏହାର ପ୍ରତିଷ୍ଠା କରିଥିଲେ 1909 ମସିହାରେ। ସାକ୍ଷୀଗୋପାଳ ବା ସତ୍ୟବାଦୀ ଠାରେ ଗୋଟିଏ ବନ ବିଦ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ 1909 ମସିହାରେ। ବିହାର ଆଉ ଓଡ଼ିଶା ବ୍ୟବସ୍ଥାପକ ସଭାର ସଦସ୍ୟ ସେ ଥିଲେ 1917 ମସିହାରେ। ବିହାର ଓଡ଼ିଶା ଏହି ବ୍ୟବସ୍ଥାପକ ସଭାରେ ସେ ସଦସ୍ୟ ରହିଥିଲେ 1917ରେ। ସମାଜ ବା ସାପ୍ତାହିକ ପତ୍ରିକାର ପ୍ରକାଶନ ସେ କରିଥିଲେ 1919 ମସିହାରେ। ଭାରତୀୟ ଜାତୀୟ ଆନ୍ଦୋଳନରେ ମଧ୍ୟ ସେ ଯୋଗଦାନ ଦେଇଥିଲେ 1920 ମସିହାରେ। ଉତ୍କଳମଣି ଏହି ଉପାଧିରେ ସମ୍ମାନିତ ହୋଇଥିଲେ 1924 ମସିହାରେ। ତେଣୁ ଆମେ ତାଙ୍କ ବିଷୟରେ ନିହାତି ସମସ୍ତ କଥା ଜାଣିବା ଦରକାର। ସେ ଅନେକ କବିତା ଆଦି ରଚନା କରିଛନ୍ତି, ଯେମିତି ତାଙ୍କର ଅବକାଶ ଚିନ୍ତା, ବନ୍ଦୀର ଆତ୍ମକଥା, କାରା କବିତା, ଧର୍ମପଦ, ଗୋ ମହାତ୍ମ୍ୟ, ନଚିକେତା ଉପାଖ୍ୟାନ, ସ୍ୱର୍ଗାରୋହଣ ସେ କରିଥିଲେ ସାକ୍ଷୀଗୋପାଳ ଠାରେ। ତେଣୁ ତାଙ୍କର ଲେଖା ଗୁଡ଼ିକ କ'ଣ? ଅବକାଶ ଚିନ୍ତା, ବନ୍ଦୀର ଆତ୍ମକଥା, କାରା କବିତା, ଧର୍ମପଦ, ଗୋ ମହାତ୍ମ୍ୟ ଆଉ ନଚିକେତା ଉପାଖ୍ୟାନ। ସେ ସ୍ୱର୍ଗାରୋହଣ କରିଥିଲେ 17/6/1928ରେ। ହେଲା, ଯୋଉ ସତ୍ୟବାଦୀ ବନ ବିଦ୍ୟାଳୟ ସେ ଗଠନ କରିଥିଲେ, ଏଇଟି ଭାରତର, ହେଲା, ଓଡ଼ିଶାର ନୁହେଁ, ଭାରତ ବର୍ଷର ପ୍ରଥମ ମୁକ୍ତ ବିଦ୍ୟାଳୟ।
ବନ ବିଦ୍ୟାଳୟ ହେଲା। ଏଇଠି ଗଠନ କରିଥିଲେ ସେ କେବେ 1909 ଖ୍ରୀଷ୍ଟାବ୍ଦରେ ଅଗଷ୍ଟ ମାସର 12 ତାରିଖରେ ସାକ୍ଷୀଗୋପାଳ ଠାରେ ହେଲା। 1909 ଖ୍ରୀଷ୍ଟାବ୍ଦରେ 12 ତାରିଖ ଅଗଷ୍ଟ ମାସ ସାକ୍ଷୀଗୋପାଳ ଠାରେ ସେଇ ବିଦ୍ୟାଳୟଟି ପ୍ରଥମ କରି ଆରମ୍ଭ କରିଥିଲେ। ଏଥିରେ ଯେଉଁ ଶିକ୍ଷକ ମାନେ ଥିଲେ ସେମାନେ ହେଲେ ପ୍ରଥମେ ତ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନନ୍ଦକିଶୋର ଦାସ ଇତ୍ୟାଦି। ଏହି ଦେଶଭକ୍ତ ମାନଙ୍କର ମିଳିତ ଚେଷ୍ଟାରେ ବନ ବିଦ୍ୟାଳୟଟି ସେ ସମୟରେ ଆରମ୍ଭ ହୋଇଥିଲା ଏବଂ ସେଥିରେ ପଞ୍ଚସଖା ମାନେ ମିଳିତ ହୋଇ ସମାଜ ସେବା କରିଥିଲେ। ଆଉ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ଲୋକମାନଙ୍କୁ ଯୋଗଦାନ ଦେବା ପାଇଁ ବା ଲୋକମାନଙ୍କୁ ପ୍ରେରଣା ଦେଇଥିଲେ ଯେ ଭାଷା ଭିତ୍ତିକ ବା ଭାଷାକୁ ଦେଶକୁ ରକ୍ଷା କରିବା ପାଇଁ ହେଲା। ତାହେଲେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ଦାସ ଆଉ ପଣ୍ଡିତ ଲିଙ୍ଗରାଜ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ନନ୍ଦକିଶୋର ଦାସ ଇତ୍ୟାଦି ହେଲା। ତାହେଲେ ଏମାନେ ଆମର ଚିରସ୍ମରଣୀୟ। ଆମ ଭାଷାକୁ, ଆମ ଦେଶକୁ ସେମାନେ ଅନେକ ଅବଦାନ ଦେଇଛନ୍ତି। ତେଣୁ ପିଲାମାନେ ପରୀକ୍ଷାରେ ପଡ଼ିଲା ପରି ନିଜ ପ୍ରଦେଶର ସ୍ୱତନ୍ତ୍ରତା ସଂଗ୍ରାମୀ ମାନଙ୍କର ନାମ ସଂଗ୍ରହ କରି ତାକୁ ଏକ ସଚିତ୍ର ସଂକ୍ଷିପ୍ତ ଜୀବନୀ ଲେଖ ଏବଂ ବନ୍ୟା ପ୍ରପୀଡ଼ିତ ସମୟରେ ସାହାଯ୍ୟ କରିଥିବା ନିଜର ଗୋଟିଏ କାର୍ଯ୍ୟ ଯୋଜନା ମଧ୍ୟ ଲେଖ। ତାହେଲେ ଏଗୁଡ଼ିକ ଆମେ କରିବା ପାଇଁ ଚେଷ୍ଟା କରିବା, ଏଇଟା ଆମ ପାଇଁ କାମ। ତାହେଲେ ବିଷୟଟି ପଢ଼ିବା ପୂର୍ବରୁ ଆମେ ଗୋପବନ୍ଧୁ ଦାସଙ୍କ ବିଷୟରେ ଅନେକ କଥା ଜାଣିଲେ, ଯେପରି ତାଙ୍କର ଜନ୍ମସ୍ଥାନ, ତାଙ୍କର ପିତା ମାତା, ତାଙ୍କର ପତ୍ନୀ, ଆଉ ସେ କୋଉଠି କୋଉଠି କ'ଣ କରିଥିଲେ ହେଲା, କେମିତି ବ୍ୟବସ୍ଥାପକ ସଭାରେ ଥିଲେ, ସମାଜର ପ୍ରତିଷ୍ଠାତା ଥିଲେ ଆଦି, ଏବଂ ବନ ବିଦ୍ୟାଳୟ ସେ କେଉଁ କେଉଁ ମାନଙ୍କର ସହାୟତାରେ ସ୍ଥାପନ କରିଥିଲେ, ଏସବୁ କଥା ଜାଣିଲେ। ତାପରେ ଆମେ ଆର ପିରିୟଡ଼ରେ ଏଇ ବିଷୟଟିକୁ ମଧ୍ୟ ପଢ଼ିବା ଏବଂ ଆଉ ଅଧିକ କଥା ଜାଣିବା, ସେ ବନ୍ୟା ପ୍ରପୀଡ଼ିତ ମାନଙ୍କୁ କେମିତି ସାହାଯ୍ୟ କରୁଥିଲେ। ତାହେଲେ ପିଲାମାନେ ଆଜି ପାଇଁ ଆମେ ମାନେ ଏଇଠି ହିଁ ରହିବା। ଭାବୁଛି ନିଶ୍ଚିତ ଭାବରେ ଏହା ତୁମ ପାଇଁ ଅନେକ ସାହାଯ୍ୟ କରିବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିଷୟରେ ଜାଣିବା ପାଇଁ। ସମସ୍ତଙ୍କୁ ଧନ୍ୟବାଦ।